ରାସନ କାର୍ଡ ଧାରୀଙ୍କ ପାଇଁ ହେଇଗଲା ବହୁତ ବଡ଼ ଖୁସି ଖବର। ରାସନ କାର୍ଡରେ ମିଲବାର୍ ଲାଗି ଯାଉଛି 1000 ଟଙ୍କା। ପ୍ରତ୍ୟେକ ରାସନ କାର୍ଡରେ ସମସ୍ତଙ୍କୁ ମିଳିବ 1000 ଟଙ୍କା ଲେଖାଏଁ। ଯଦି ଆପଣମାନଙ୍କର ପାଖରେ ଯଦି ରାସନ କାର୍ଡ ଅଛି ତାହେଲେ ଆପଣମାନଙ୍କୁ ଯୋଉଟାକି 1000 ଟଙ୍କା ମିଳିବ। ଆଜ୍ଞା ବହୁତ ସାରା ୟୁଟ୍ୟୁବରେ ବି ଏଟା ପ୍ରଚାର ହେଇସାରିଲାନ ଆଉ ବହୁତ ସାରା ସୋସିଆଲ ମିଡ଼ିଆରେ ବି ଯେନ୍ଟାକି ପ୍ରଚାର ହେଇସାରିଲାନ, ଯେନ୍ଟାକି ଆପଣମାନଙ୍କୁ ଯେନ୍ଟାକି କୋଭିଡ୍ ଟାଇମ୍ରେ ଯେନ୍ଟାକି 1000 ଟଙ୍କା ମିଳିଯାଇଥିଲା କିମ୍ବା ଆପଣଙ୍କୁ ଇଲେକ୍ସନ୍ ଟାଇମ୍ରେ ଯେନ୍ଟାକି ପଇସା ଯେନ୍ଟାକି ମିଳିଯାଇଥିଲା ଯେନ୍ଟାକି ରାସନ କାର୍ଡରେ। ତ ଏବେ ସେନ୍ଟାକି ସମସ୍ତେ ବହୁତ ସାରା ୟୁଟ୍ୟୁବର ମାନେ ବି କହିଦେଉଛନ୍ କି ସମସ୍ତଙ୍କୁ ମିଲବା ଯେନ୍ଟାକି ରାସନ କାର୍ଡରେ 1000 ଟଙ୍କା ଲେଖା ବୋଲିକରି। ତ ଆପଣମାନେ ସେମାନଙ୍କର କଥା ଭରସା କରିବେ କି ନାଇଁ କରନ୍ ଇଟା ଜାଣିପାରିବେ କି ନାଇଁ ଆପଣଙ୍କୁ ମୁଇଁ ଡିଟେଲ୍ସରେ କହିଦେମି। ଦେଖ ପହଲା କାଣା ଥିଲା ସେ ଟାଇମ୍ରେ ଯେନ୍ଟାକି ଇଲେକ୍ସନ୍ ଥିଲା ବୋଲି 1000 ଟଙ୍କା ଦେଇ ଦେଇଥିଲି। ନେକ୍ସଟ୍ରେ ଯେନ୍ଟାକି କୋଭିଡ୍ ଥିଲା ସେ ଟାଇମ୍ରେ ପଇସା ଦେଇଥିଲି ଯେନ୍ଟାକି ରାସନ କାର୍ଡରେ। ଏବେ ଓଡ଼ିଶାରେ ହେନ୍ତା କିଛି ହେଲା, କିଛି ଗୋଟେ ଘଟଣା ଘଟଲା କି କାଣା ଗୋଟେ ହେଲା ବୋଲେ ହିଁ ପଇସା ମିଲବା ଯେନ୍ଟାକି ରାସନ କାର୍ଡରେ। ଆଉ ବହୁତ ସାରା ମାନେ ଏଇ ଫେକ୍ ଅଫା ଯେନ୍ ଲୋକମାନେ ଫେଲଉଛନ୍ କି ରାସନ କାର୍ଡରେ ଭାଇ କାଲ୍କେ ମିଲବା ଯେନ୍ଟାକି 1000 ଟଙ୍କା କି ରାସନ କାର୍ଡ ନେଇ ଗୁଡ୍ ନ୍ୟୁଜ୍। ରାସନ କାର୍ଡ ଧାରୀମାନଙ୍କୁ ମିଳିବ 1000 ଟଙ୍କା। ଆଜ୍ଞା ଏବେ 1000 ଟଙ୍କା କିଛି ନାଇଁ ମିଲେ। ହଁ ଆପଣଙ୍କୁ ଗୋଟେ ନୂଆ ଅପଡେଟ୍ ହେଇଛି ଯେନ୍ଟାକି ମୁଁ ଆପଣଙ୍କୁ ଏଇନେ ଜଣେଇ ଦଉଛେଁ। ଯେନ୍ ଦ୍ୱାରା କି ଆପଣମାନେ ଜାଣିପାରିବେ, ଆପଣମାନେ ବି ଜାଣିପାରିବେ, ଆପଣମାନେ ବି ପାଇପାରିବେ। ଇ ସବୁ ସମସ୍ତେ ପାଇପାରିବେ ଯେନ୍ ଲୋକର ପାଖେ ରାସନ କାର୍ଡ ଅଛି। ତ ଦେଖ ଆପଣଙ୍କର ପାଖେ ଗୋଟେ ଯଦି ରାସନ କାର୍ଡ ଅଛି ତାହେଲେ ଯେନ୍ଟାକି ଆପଣଙ୍କୁ ଯେନ୍ ରାସନଟା ଯେନ୍ଟାକି ମିଳିଯାଉଥିଲା ଆଗଲି, ତ ସେଟା କେନ୍ ହିସାବରେ ମିଳୁଥିଲା ଯେନ୍ଟାକି 2 ମାସକେ ଥରେ ମିଳୁଥିଲା କି 3 ମାସକେ ଥରେ ମିଳୁଥିଲା। ସେଟା ଏବେ ଯେନ୍ଟାକି ଚେଞ୍ଜ ହେଇକରି ମନ୍ଥଲି ଯେନ୍ଟାକି ହେଇଗଲାନ, ଠିକ୍ ଅଛି। 2 ମାସ ଯେନ୍ଟାକି ମିଳୁଥିଲା ରାସନ ସେଟା ଏବେ ମନ୍ଥଲି ରାସନ ଯେନ୍ଟାକି ହେଇଛି ଯେନ୍ଟାକି ଏବେ ମାସକେ ମାସ ସରିଲା ପରେ ଆଉ ଗୋଟେ ମାସର 1 ତାରିଖ କି ମାସ ସରିଲା ଯେନ୍ଟା ଲାଷ୍ଟ ତାରିଖ ସେ ତାରିଖରେ ଯେନ୍ଟାକି ଆପଣଙ୍କୁ ଏଇନେ ଯେନ୍ଟାକି ରାସନ ମିଳିଯିବ ଯେନ୍ଟାକି ମନ୍ଥଲି ଟୁ ମନ୍ଥଲି ଯେନ୍ଟାକି ଆପଣଙ୍କୁ ରାସନ ମିଳିଯିବ। ଯେନ୍ଟାକି 2 ମାସ 3 ମାସ ଲାଗୁଥିଲା ସେ 2 ମାସ 3 ମାସ ଏବେ ମିଳିଗିନ। ଖାଦ୍ୟ ମନ୍ତ୍ରୀ ଯେନ୍ଟାକି ଏଇଟା ଆନାଉନ୍ସ କରିଦେଇଛନ୍ କି ଯେନ୍ ଦ୍ୱାରା କି ଆପଣଙ୍କୁ ମନ୍ଥଲି ହିଁ ଯେନ୍ଟାକି ଆପଣଙ୍କୁ ରାସନ କାର୍ଡରେ ଯେନ୍ଟାକି ରାସନ ମିଳିବ। ଯେନ୍ଟାକି ଚାଉଲ, ଗହମ, ଚିନି, ମାଳିଆ ଯେତେ ଜିନିଷ ମିଳୁଛି ସବୁ ଜିନିଷ ଯେନ୍ଟାକି ଆପଣଙ୍କୁ ମିଳିଯିବା ଏଇନେ। ଆପଣଙ୍କୁ ଯେନ୍ଟାକି ଦିଆଯିବା ମନ୍ଥର ଏଣ୍ଡରେ କି ମନ୍ଥର ଫାଷ୍ଟ। ମନେକର ଜାନୁଆରୀ ଚାଲିଛି ଜାନୁଆରୀ ଲାଷ୍ଟରେ ବି ପାରବେ କିମ୍ବା ଫେବୃଆରୀ ଫାଷ୍ଟରେ ବି ଆପଣଙ୍କୁ ମିଳିଯିବା। ଆଉ ଯେନ୍ଟା 2 ମାସ 3 ମାସ ଲାଗୁଥିଲା ଇଟା ଯେନ୍ଟାକି ଖତମ କରିଦେଲେ। ଆଉ ଏବେ ଦେଖ ମନ୍ଥଲି ଆପଣଙ୍କୁ ଯେନ୍ଟାକି ମିଳିଯିବା ରାସନ, ତ ସେଥିର୍ଲାଗି ବୋଲି ଆପଣମାନେ ଯେନ୍ଟାକି ମନ୍ଥଲି ପାଇପାରିବେ। ତ ଆପଣ ଯଦି ଭିଡ଼ିଓଟା ଭଲ ଲାଗିଲା, ନୂଆ ନୂଆ ଅପଡେଟ୍ ଜାଣିବାର ଲାଗି ଚାହୁଁଛନ୍ ଆଉ ଫେକ୍ ନ୍ୟୁଜ୍ରୁ ବଞ୍ଚବାର ଲାଗି ଚାହୁଁଛନ୍ ତାହେଲେ କେମିତି ଆପଣ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ କେମିତି ସବସ୍କ୍ରାଇବ୍ କରିଦଉନ୍, ଭିଡ଼ିଓକୁ ଲାଇକ୍ କରିଦଉନ୍। ମିଲମା ଗୋଟେ ଭିଡ଼ିଓରେ ଜୁହାର ଜୟ ମାଁ ସମଲେଇ।